ଯାଇଥିଲ ବା କୁଆଡେ ସୁରାଟ ଯାଇଥିଲ ସେ ତାମିଲନାଡୁ ଯାଇଥିଲ ସେ ବାଙ୍ଗାଲୋର ଯାଇଥିଲ ସେ କଥା ମନ ପକାନି ମାମୁଁ ଭାରି କଷ୍ଟ ଲାଗୁଛି। ଆବେ ହେଇ ତତେ ଖୋଜି ଖୋଜିକା 4:30 କଣ ଏଇଠି ବଇଛୁ କଣ ହେଇଛି ତୋର? ନା ରେ ମନଟା 2 ଦିନ ହେଲା ଜମା ଭଲ ନାହିଁ। ନା କଣ ଅସୁବିଧା କଣ ହେଇଛି କଣ ତୁ 2 ଦିନ ହେଲାଣି ଦେଖା ସାକ୍ଷାତ ନାହିଁ ଦାଦା ଆସି 1000 ଥର ପଚାରୁଛନ୍ତି ରଘୁଆ ନାହିଁ କେହି ନାହୁଁ ତୁ କଣ ହେଇଛି ତୋର କଣ ମନ ଦୁଃଖ କରୁଛୁ କଣ ହେଇଛି? ସବୁ କର୍ମ ଫଳରେ ଫକିରା ସବୁ କର୍ମ ଫଳ। ଏବେ କର୍ମ ଫଳ ତୁ କଣ ବାବା ହେଇଗଲୁଣି ନା କଣ କଣ ହେଇଛି? କଣ ତୋତେ ଆଉ ସେ କଥା କହିବି? ଖରା ତରାରେ ଯାଇକି କାମ ନା କଲା ଭାରି ବାଧୁଛି। ମାର୍କେଟିଂ ଲାଇନ ସେ ପ୍ରାଇଭେଟ ଚାକିରି ତୁ ଯୋଉଠି ବି କର ସବୁଆଡେ ହିଁ କଷ୍ଟ କରିବାକୁ ପଡିବ। ଶୁଖିଲାରେ କିଏ ପଇସା ନେବ? ଗଭର୍ଣ୍ଣମେଣ୍ଟ ଚାକିରିରେ ବି କଷ୍ଟ କରୁଛନ୍ତି କିନ୍ତୁ ପ୍ରାଇଭେଟ ଚାକିରିର ମାମଲତକାର ଅଧିକା ଚୁଗୁଲି ଚମ୍ପଟ ଅଧିକା କଷ୍ଟ ହବ ଆଉ କଣ କରିବା ଆଉ। ଯେତେ ଯାହା କହିଲେ ଆଉ କଣ ସେ ମନ ବୁଝୁଛି? ଆଜି ମୋର ବାପା ବୋଉ କଥା ଭାରି ମନ ପଡୁଛି। 10 ଯେତେବେଳେ ପାଠ ପଢୁଥିଲେ ସେମାନେ ଆମ ପଛରେ ପଡି ଯାଇଥିଲେ। ଟିକେ ପାଠ ପଢ 10 ପାସ୍ କରିଗଲେ କୋଉଠି ତମକୁ ଲଗେଇ ଦବୁ ଟିକେ ଚାକିରି ବାକିରି କରିବ। ହେଲେ ସେତେବେଳେ ଆମେ ତୋର ମୋର ତ ବୁଝିଲେନି ପଳେଇଲେ ବୁଲିଲେ ସାଙ୍ଗସାଥି ଅମଳରେ କୋଉ ସୁରତ କୋଉ ତାମିଲନାଡୁ ବୁଲିଲେ। ଆଉ ବୟସ ଗଲା ପରେ ଛାଡ ଯାହା ହେଲାଣି ହେଲାଣି ଆଉ କାନ୍ଦିଲେ କଣ ହବ? କାନ୍ଦୁ ନାହିଁ କାନ୍ଦ ନା ଦେଖିବା ଯା। ଆରେ କଣ ତମେ ଦିଟା କହିଲି ମୁଁ ତମକୁ ଖୋଜି ଖୋଜି ଗାଇଲି। ହଁ ନମସ୍କାର କୁଆଡେ ଯାଇଥିଲ କୁଆଡେ ବେ? ନାଇଁ ହଁ ଆଉ ଏଇଟା କଣ ଏଇଠି କାନ୍ଦୁଛି ଭୋ ଭୋ ହେଇକି ଏଇ ପ୍ରଭୁ କଣ ଏମିତି ଭୋ ଭୋ ହେଇକି କାନ୍ଦୁଛି ଯେ? ମାମୁଁ କଣ ମାମୁଁ ରାମ ଏଇଟା କଣ ହେଇଯିବ ପକିରା? ମୁଁ ଆଉ ଥରେ 10ମ ପରୀକ୍ଷା ଦେବି। 10ମ ପରୀକ୍ଷା ଦବ? ଆବେ ନିଶ ଉଠା ପାଠ ନା ସେ ଛତୁ ଫୁଟା କାଠ ଇଏ ସେଇ ସକାଶେ କାନ୍ଦୁଛି ବସିକି। କଣ କମ୍ପାନୀରେ କଣ ବିଗିଡା ବିଗିଡି କରିଥାଏ ମୁଁ ବା ତାକୁ ଖୋଜି ଖୋଜିକା ଆସିକି ଦେଖିଲା ବେଳକୁ ଏଠି ବଇଛି ବଟ ମାମୁଁ ଆଉ ପ୍ରାଇଭେଟ ଚାକିରି କରିବିନି। ବାପା ରହିଥା ମୁଁ କହୁଛି କେତେ ସେତେବେଳେ ମୁଁ କେତେ ତମ ଦିଟାକୁ କହିଥିଲି ଆଉ ଦିଟା ହେଇ ଯାଇଛନ୍ତି କୁଆଡେ ବୁଲିବାକୁ ସେ ରତନ ଆଉ ସେ ଯୋଉ ରଘୁଆ। ଆବେ ସେଇଟା କୁଆଡେ ଯାଇଛି ରଘୁଆ? ସେ ବା କଣ ଅଯୋଧ୍ୟା ଯାଇଛି ବୁଲିବା। କଣ ନଣ୍ଡା ହେଇଯାଇଛି ପୁରା ଏମିତି? ତମ 4ଟାକୁ ତମେ ତ ଆଗ 2ଟା ହଉଛ ବଡ ସେ 2ଟା ତ ସାନ। ତମ 2ଟାକୁ ମୁଁ କେଇଥର କହିଛି 10ମ ଟିକେ ଭଲକି ପାଠ ସାଠ ପଢ। ତମକୁ ମୁଁ ଯୋଉଠି ହେଲେ ଗୋଟେ କୂଳରେ ନଗେଇ ଦେଇଛି। ସେତେବେଳେ ଗୋଟେ ଯୁଗ ଥିଲା ଲଗେଇ ଦେଇଥାନ୍ତ ଗଭର୍ଣ୍ଣମେଣ୍ଟ ଚାକିରିରେ ବସିଥାନ୍ତ। ତମେ ମୋ କଥା ଶୁଣିଲନି ଗଲ ଡାପୁଲୁ ପୁଆ ଏମିତି ବାଡେଇଲ ଗୁଲି ଏମିତି ଖେଳିଲ ବ୍ୟାଟ ବଲ ଏମିତି ବାଡେଇଲ। ମାମୁଁ ଭୁଲ ହେଇଯାଇଛି। ଆଉ ଥରେ କୁହ ମୁଁ ମାଟ୍ରିକ ପରୀକ୍ଷା ଦେବି। କାହାକୁ କହିବି? ଏଠି ସେ କୁମ୍ଭୀର କାନ୍ଦଣା କାନ୍ଦିଲେ କିଏ ଶୁଣିବ? ଆଉ ଅବୁଜାକ ନେଡି ଗୁଡ ହେଇ ଏଠୁ ହେଇ ଏଠି ହେଲାଣି ଆସିକି ଏଇ ପାଉନି ଉପରେ। ମୁଁ ଆଉ ଥରେ ମାଟ୍ରିକ ପରୀକ୍ଷା ଆଉ ଦେବି। କଣ ପଡିବ ଇଏ କହୁଛି ଆଉ ପଡିବୁ ନା ସେତେବେଳେ ଦାଦା ଆମେ ଯୋଉ ଭୁଲ କରିଛେ ଜୀବନରେ ପଢିଲେନି ବୁଲିଲୁ ଆଉ ଥରେ ପଢି ଆଉ ରହିଥା ପଢିବୁ କଣ ରହିଥା ଆଉ କଣ ସେ ପାଠ ଅଛି କହିଲୁ A+B ସୂତ୍ର କହିଲୁ ମତେ ସେଗୁରା ଆଉ ମନେ ଥବ? ଆମେ ତ ଯାହା ପଢିଥାନ୍ତୁ ତମେ ତ ଯେମିତି 8ମ 9ମରେ ପଢିଛୁ ପୋଷ୍ଟର ମାର ଏଠି ଯାହା କହିବ ଏଇଟା କର ସେଇଟା କର ରାଜନୀତି ପୁରେଇ ଦେଲ। ମୁଁ କହିଲି ତମର ନହେଲେ ଭାରି ପାଠ ପଢିବାକୁ ଇଚ୍ଛା ଥିଲା ନାଇଁ? ତମେ ଏବେ କହୁଛ ନା ଆଉ ସେତେବେଳେ ଯଦି ଟିକେ ଗାଇଡ କରିଥାନ୍ତ ଆମେ ଯୁଆଡେ ହେଲେ ଯାଇ ଟିକେ ପଢି ପାଢିକି ଯାଇଥାନ୍ତୁ। ଆଉ ତମକୁ କେମିତି ଗାଇଡ କରିଥାନ୍ତି? ତମକୁ ତ ମୁଁ ବେଗ ପତ୍ର ଧରିକି ସ୍କୁଲକୁ ପଠେଇବି ମୁଁ ଏକରେ ଗଲାକୁ ତମେ ସେକରେ ଲୁଚିକି ଆସିକି ଏଠି ଆସି ଗାଇଡ କରିଥାନ୍ତୁ ମତେ କହୁଛୁ? ପାଠ ପଢିବୁ କହିଲେ ଆମେ ବଡ ବଡ ଚାକିରି କରି ପକେଇବୁ। ଯାଇଥିଲ ବା କୁଆଡେ ସୁରାଟ ଯାଇଥିଲ ସେ ତାମିଲନାଡୁ ଯାଇଥିଲ ସେ ବାଙ୍ଗାଲୋର ଯାଇଥିଲ। ସେ କଥା ମନ ପକାନି ମାମୁଁ ଭାରି କଷ୍ଟ ଲାଗୁଛି। କେତେ ପଇସା ରଖିଛ? କେତେ ପଇସା ରଖିଛ ଦେଖେଇଲ? ପକିରା ମତେ ନେଇକି ଡାକିକି ଯାଇଥିଲା। ସବୁ ତ ମୋ ଦୋଷ ଆଉ ତୁ ତ ମାଡ ହବ ବୋଲି ଆଉ କହିବୁ ଆଜି ଯିବାନି ପୋଲ ତଳେ ନୁଚିବା କାଲି କୁକୁଡା ଭାଡିରେ ତାଙ୍କର
ମହାନ୍ତି ଘର କୁକୁଡ଼ା ଫାର୍ମରେ ସେ ଛାଡ ଛାଡ ହଉ ଦେ ଛାଡ ଯାହା ହେଲାଣି ରହିଥା ମୋବାଇଲ ଟା କୁଆଡେ ଗଲା ମୁଁ ସନ୍ଧ୍ୟା ବେଳକୁ ଗୋଟେ ଜାଗାକୁ ମୁଁ ଫୋନ କରୁଛି ସେ ଜେନା ବାବୁ ଗତିକି ହେଲା ଯଦି ସେଠି ତାଙ୍କର କମ୍ପାନୀରେ ପୋଷ୍ଟ ଥବ ଯୋଉ ଚାକିରି ଫାଙ୍କା ଥବ ସେଠି ତମକୁ ନେଇ ରଖେଇଦବ ଏଇ ଓଡିଶା ଭିତରେ ନା ହଁ ଏଇ ଭିତରେ ବା ହେଲା ଯାହା ଗଲ ତ ଗଲ ବୁଲିଲା ଆଉ କଣ ଠିକ ଅଛି ଆଉ ଗଭର୍ଣ୍ଣମେଣ୍ଟ ଚାକିରି କୋଉଠି ହବନି ହଁ ତମ ଦାଢି ପାଚିକି ଆସି ବୁଢା ହେଲାଣି ଗଭର୍ଣ୍ଣମେଣ୍ଟ ଚାକିରି ଆଉ ତମ ବୟସରେ ସେ ଯୋଉ ନୂଆ ନଗଦା ଛୁଆ ଯୋଉ ପାଠ ପଢୁଥିବେ ସିଏ କୋଉଠି ଚାକିରି କରିବେ ତମେ ଯଦି ସେତେବେଳେ ବା ହାତ ଗୁଞ୍ଜା ଥିଲା ସବୁ କୋଉଠି ମୁଁ ଗୋଟେ ହାତ ଗୁଞ୍ଜି ଗାଞ୍ଜିକି ତମକୁ ଚାକିରିରେ ପୁରେଇ ଦେଇଥାନ୍ତି ଗଭର୍ଣ୍ଣମେଣ୍ଟ ଚାକିରି ଅବିକା ଖୋଜିଲେ ସିଏ ଆଉ ପାଠ ନାହିଁ ଯାହା ହେଲା ହଉ ମୁଁ ତମକୁ ସନ୍ଧ୍ୟା ବେଳକୁ ଜଣଉଛି ହେଲା ଡିଷ୍ଟାନ୍ସ ରେ ଇଞ୍ଜିନିୟରିଂ କରିଦେଲେ ହବନି ତମେ କଣ ପାଠ ଧରି ପାରିବ ପଇସା ଦେଇ ସାର୍ଟିଫିକେଟ କିଣିଦବ ପଇସା ଦେଇ ସାର୍ଟିଫିକେଟ କିଣିଦବ ବଢିଆ ବୁଦ୍ଧି ତମେ ଧରିଛ ମତେ କାହିଁ କହୁଛ ସେ କଥା କରିଦଉନ ନହେଲେ ପଇସା ପୁରା ଆଣିଥବ ତ ଆଇଥବ ସିଆଡୁ ଅଖା ମୁଆ ପଇସା ଧରିକି ଆଇଥବ କରିଦଉନ କଣ କରିବା ମାମୁଁ ଏତେ କଥାବାର୍ତ୍ତା ନାହିଁ ମୁଁ ସେ ଜେନା ଉଷାର କଥାବାର୍ତ୍ତା ହେବି ଖାଇ ପିଇକି 17,000 ଟଙ୍କା ଦରମା ଦବ ହେଲା ଖାଇବାକୁ ଦବ ରହିବାକୁ ଦବ ବାପା ମନେ ରଖୁଦବ ମାମୁଁ ଯୋଉମାନେ ଭିଡିଓ ଦେଖୁଛ ନା କହୁନ ପାଠ ପଢିବେ ପାଠ ପଢିବେ ସିଏ ବା ଏଉଥିରୁ ଦେଖିକି ସବୁ ଜାଣି ସାରିବେଣି ଯିଏ ପାଠ ନ ପଢିବେ ବାପା ତମରି ଭଳିଆ ଏମିତି କୁମ୍ଭୀର କାନ୍ଦଣା କାନ୍ଦିବ ହେଲା ଆମେ ପାଠଶାଠ ପଢୁନୁ ଏଇ ବୁଲୁଛୁ କୋଉଠି କାମ ଧନ୍ଦା କରିପାରୁନୁ କଷ୍ଟ ହଉଛି ଆସି ଖରା ତରାରେ ତମେ କହୁଛ କାମ ଧନ୍ଦା କରିପାରୁନ ଆଡେ କହୁଛ ସେ ଯୋଉ ମାର୍କେଟିଂ ଲାଇନରେ ଯୋଉ କଷ୍ଟ ସାଡେ ସେ ମ୍ୟାନେଜର ବି ବୁଡୁଛି ଇଏ ବି ବୁଡୁଛି ଯେତେବେଳେ ଛାତ ତଳେ ବସିକି ଏମିତି କାଗଜ କଲମରେ ଗାରେଇବାକୁ ତମକୁ କଷ୍ଟ ହଉଥିଲା ଅବିକା ଗାଡି ଧରି ବୁଲିବାକୁ ମାର୍କେଟିଂ ରେ କଷ୍ଟ ହଉଛି ଆଉ ତାହେଲେ କରିବ କଣ ଆକାଶରୁ ଝରିବ ଆମେ ବା ଆଜି ଭଦ୍ରକ ଯାଇଥିଲୁ ସେଠି ଯୋଉ କଷ୍ଟ ଯୋଉ ଖରାରେ ଆଇଲୁ ଏବେ ଆସି ତ ଜଷ୍ଟ ପହଞ୍ଚିକି ମୁଁ ଆକୁ ଖୋଜୁଛି ଆଉ ଥୋଇ ଦେଇକି ଗାଡି କୁଆଡେ ବୁଲୁଛି ଆଉ କାନ୍ଦୁଛି ଆସି ଠାକୁରଙ୍କ ପାଖରେ ହଉ ମୁଁ ଯାଉଛି ସନ୍ଧ୍ୟା ବେଳକୁ ତମ ସାଙ୍ଗରେ ମୋର କଥାବାର୍ତ୍ତା କୁହ ଆଗ ଯିବ ନା ଯିବନି ନହେଲେ ମୁଁ ସେଇ ହିସାବରେ କଥାବାର୍ତ୍ତା କରିବି ପ୍ରାଇଭେଟ ଚାକିରି କରିବି ତ ଚଣ୍ଡାଳରେ ପ୍ରାଇଭେଟ ଚାକିରି କରିବି ଆବେ ପାଠ ପଢିଲୁନି ନହେଲେ ଗଭର୍ଣ୍ଣମେଣ୍ଟ ଚାକିରି ଯଦି କରିବୁ ଆଉ ଥରେ ଦଶମ ପରୀକ୍ଷା ଦେବି ଦଶମ ପରୀକ୍ଷା ଦବୁ ସ୍କୁଲରେ ଛୁଆ ଯେତେ ହେଲେ ମୋର ଜେଜ ଡାକିବେ ଲାଷ୍ଟକୁ ଭାଇ ମାନେ ଏ ଭିଡିଓଟା କେବଳ ଟିନ୍ ଏଜ୍ ପିଲାମାନଙ୍କ ପାଇଁ ଆଉ ଅନ୍ୟ ଲୋକ ଦେଖି ଖରାପ ଭାବିବନି କେବଳ ଗୋଟେ ଛୋଟ ପିଲାମାନଙ୍କୁ ଗୋଟେ ଶିକ୍ଷା ଦେବାର ଥିଲା କି ଆମରି ଏଇଠି ବହୁତ ପିଲା ବି ଆମରି ଆଖି ସାମ୍ନାରେ ଏବେ ବି ଲୁଚୁଛନ୍ତି ଏବେ ବି ବୁଲୁଛନ୍ତି ଟ୍ୟୁସନ ଯାଉନାହାନ୍ତି ସ୍କୁଲ ଯାଉନାହାନ୍ତି ଆମେ ତ ଯାହା ଭୁଲ କରିଦେଇଛୁ 24 ଘଣ୍ଟା କ୍ରିକେଟ ଖେଳୁଛନ୍ତି ମାନେ ଡାକୁଛି ଖାଇବାକୁ ବି ଯାଉନାହାନ୍ତି ଆପଣଙ୍କୁ ମାନେ ଆମେ ଆଉ ଦେଖେଇ ପାରୁନୁ କିନ୍ତୁ କଣ କରିବୁ କିନ୍ତୁ ପାଠ ସାଠ ପଢ ଭାଇ ଆମର ତ ଯାହା ହଉ ବେଳ କାଳ ପୁରିଗଲାଣି ଏକ୍ସପାରି ଡେଟ୍ ଆମର ଗଲାଣି ଯାହା ଯେମିତି ଚାଲିଛି ଭଗବାନ ଇଚ୍ଛାରୁ ଚାଲିଛି ଆପଣମାନେ ଛୋଟ ପିଲାମାନେ ପାଠ ସାଠ ପଢ ପାଠଟା କମ ସେ କମ ପଢ ତାପରେ ଅନ୍ୟ ଯୋଉ କାମ ସେ ଫ୍ରି ଫାୟାର କ୍ରିକେଟ ଭଲ ମନ୍ଦ ଆଉ ଯାହା ରହିଲା ସେଗୁଡା ପରେ ଦେଖିବା ବୁଝିପାରିଲେ ରହିଲୁ ଆଜ୍ଞା ଜୟ ଜଗନ୍ନାଥ।